ପୁରୀରୁ ହଟିବେ ଅନୁପ୍ରବେଶକାରୀ ବାଂଲାଦେଶୀ ଓ ରୋହିଙ୍ଗ୍ୟା। ଅନୁପ୍ରବେଶକାରୀ ବାଂଲାଦେଶୀ ଓ ରୋହିଙ୍ଗ୍ୟାଙ୍କୁ ଭାରତ ମାଟିରୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦେବା ଲକ୍ଷ୍ୟରେ ଗଠିତ ସର୍ବଭାରତୀୟ ରାଷ୍ଟ୍ରବାଦୀ ସଂଗଠନ ଭାରତ ରକ୍ଷା ମଞ୍ଚର ପୁରୀ ଜିଲ୍ଲା ଶାଖା ତରଫରୁ ସୋମବାର ସନ୍ଧ୍ୟାରେ ବଡ଼ଦାଣ୍ଡସ୍ଥ ହାତୀ ଆଖଡ଼ା ମଠ ପରିସରରେ ଶିଖ ସମ୍ପ୍ରଦାୟର ନବମ ଗୁରୁ ତେଗ୍ ବାହାଦୁରଙ୍କ 350ତମ ବଳିଦାନ ଦିବସ ଆୟୋଜିତ ହୋଇଛି। ଏହି ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ମଞ୍ଚର ପୂର୍ବତନ ପୁରୀ ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ନାରାୟଣ ଦାସ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ମଞ୍ଚର ପ୍ରାନ୍ତିଜ ଉପସଭାପତି ସଚିଦାନନ୍ଦ ଦାସ ସାମୂହିକ ଗୀତ ଗାନ କରି ହିନ୍ଦୁ ମୁଖର ହେଲେ ହିଁ ରାଷ୍ଟ୍ର ପ୍ରଖର ହେବ ଓ ହିନ୍ଦୁ ରାଷ୍ଟ୍ରର ସଂକଳ୍ପକୁ ନିଜର ବ୍ରତ ରୂପରେ ଗ୍ରହଣ କରିବା ପାଇଁ ସମସ୍ତଙ୍କୁ ଆହ୍ୱାନ ପ୍ରଦାନ କରିଥିଲେ। ଗୋସେବକ ଦିଲ୍ଲୀପ ମିଶ୍ର ଦ୍ୱାରା ସଂଯୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦାସ ଗୁରୁ ତେଗ୍ ବାହାଦୁରଙ୍କ ବଳିଦାନ ବିଷୟ ସମେତ ମଞ୍ଚର ଲକ୍ଷ୍ୟ ଉଦ୍ଦେଶ୍ୟ ଉପସ୍ଥାପନ କରିଥିଲେ। ମୁଖ୍ୟ ଅତିଥି ସଦ୍ଭାବନା ମଞ୍ଚର ବିଭାଗ ପ୍ରମୁଖ ଶ୍ରୀବତ୍ସ ଦାସ ଗୁରୁ ତେଗ୍ ବାହାଦୁରଙ୍କର ବଳିଦାନ ଗାଥାକୁ ମନେ ପକାଇ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ନିମନ୍ତେ କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ସନ୍ଧ୍ୟାରାଣୀ ରଥ ନାରୀ ଶକ୍ତିର ବିକାଶ ଦ୍ୱାରା ହିଁ ରାଷ୍ଟ୍ର ଶକ୍ତିର ବିକାଶ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ସମ୍ମାନିତ ବକ୍ତା ଗୋସେବକ ଭିକାରୀ ଚରଣ ଦାସ ଗୁରୁ ତେଗ୍ ବାହାଦୁରଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ମଞ୍ଚର ସଦସ୍ୟ କମଳଲୋଚନ ରଥ ମଞ୍ଚର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମର ସହ ସଂଯୋଜକ ବିଭୁପ୍ରସାଦ ତ୍ରିପାଠୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ। ଭାରତ ରକ୍ଷା ମଞ୍ଚର ସଦସ୍ୟ ଦିବାକର ମହାରଣା, ସୁଶାନ୍ତ କୁମାର ନାୟକ, ଜଗନ୍ନାଥ କୁଣ୍ଡୁ, ଅଜାତଶତ୍ରୁ ମିଶ୍ର, ପୂର୍ଣ୍ଣଚନ୍ଦ୍ର ଦାସ, ମନୋଜ କୁମାର ସାମଲ, ଆଡଭୋକେଟ୍ କବିତା ପ୍ରଧାନ ଏବଂ ଜଗନ୍ନାଥ ଷଡ଼ଙ୍ଗୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ ପ୍ରଦାନ କରିଥିଲେ। ସଚିନନ୍ଦନ ଦାସ ଭାରତ ରକ୍ଷା ମଞ୍ଚର ରାଜ୍ୟ ଉପସଭାପତି। ଭାରତବର୍ଷ ମୁନି ଋଷିମାନଙ୍କର ଦେଶ। ଭାରତବର୍ଷ ହିନ୍ଦୁ ରାଷ୍ଟ୍ର। ଭାରତବର୍ଷ ସଂସ୍କୃତି ଓ ପରମ୍ପରାର ଦେଶ, ବଳିଦାନର ଦେଶ। ଆଜି ଗୁରୁ ତେଗ୍ ବାହାଦୁରଙ୍କର ବଳିଦାନ ଦିବସ ଦିନ ଥିଲା। ଆମର ଏହି ହିନ୍ଦୁ ଆଉ ସଂସ୍କୃତି ପରମ୍ପରା ପାଇଁ ଗୁରୁ ତେଗ୍ ବାହାଦୁର ନିଜର ମୁଣ୍ଡକାଟ କରିଥିଲେ ଆମର ଏହି ହିନ୍ଦୁ ସଂସ୍କୃତି ଓ ପରମ୍ପରା ପାଇଁ। ତ ସେହି ହିନ୍ଦୁ ସଂସ୍କୃତିର ଆମେ ସମସ୍ତେ ଦାୟାଦ ବଂଶଜ। ତ ଆମେ ସମସ୍ତେ ଗର୍ବ କରିବା ଦରକାର ଯେ ଆମର ପୂର୍ବପୁରୁଷମାନେ ଯେଉଁ ସଂସ୍କୃତି ଓ ପରମ୍ପରାକୁ ରକ୍ଷା କରିବା ପାଇଁ ନିଜର ଜୀବନ ବଳିଦାନ ଦେଇଥିଲେ। ତ ସେହି ବଳିଦାନ ଦିବସରେ ଆଜି ଭାରତ ରକ୍ଷା ମଞ୍ଚ ପୁରୀ ଜିଲ୍ଲାର କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇଛନ୍ତି ଏବଂ ବର୍ଜ୍ୟ ଶପଥ କରିଛନ୍ତି ପୁରୀ ସହରରୁ ଅନୁପ୍ରବେଶକାରୀ ବାଂଲାଦେଶୀ ରୋହିଙ୍ଗ୍ୟାକୁ ବିତାଡ଼ିତ କରି ହିନ୍ଦୁ ରାଷ୍ଟ୍ରର ବିଜୟ ପତାକା ଇଏ ଜଗନ୍ନାଥ ଧାମରୁ ଆରମ୍ଭ ହେବ। ଭାରତ ମାତା କି ଜୟ, ବନ୍ଦେ ମାତରମ୍। ଆମେ ନିକଟରେ ଭାରତ ରକ୍ଷା ମଞ୍ଚର ମାନ୍ୟବର କେନ୍ଦ୍ରୀୟ ଅଧିକାରୀ ଏବଂ ପୁରୀର ସମସ୍ତ ପ୍ରତିନିଧି ଆମେ ଯାଇଥିଲୁ, ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛୁ। ଆମର ଯେଉଁ ଭାରତ ରକ୍ଷା ମଞ୍ଚର 2-3ଟି କଥା ଅଛି। 1971 ମସିହା ପରେ ବାଂଲାଦେଶରୁ ଯେଉଁମାନେ ଆସିଛନ୍ତି ସେ ଯାହା ବି ହେଉ, ତ ସେମାନଙ୍କୁ ଭାରତ ରକ୍ଷା ମଞ୍ଚ 2ଟି କଥା କହିଛି। ବାଂଲାଦେଶୀଙ୍କୁ ଚିହ୍ନଟ କରାଯାଉ, ଚିହ୍ନଟ କରାଯାଇ ତାଙ୍କୁ ଗୋଟିଏ ଜାଗାରେ ଡିଟେକ୍ଟ କରାଯାଉ, ଗୋଟିଏ ଜାଗାରେ ରଖାଯାଉ ଏବଂ ତାଙ୍କୁ ବିତାଡ଼ିତ କରାଯାଉ ତାଙ୍କ ଦେଶକୁ। ये 3टी जिनस कराଯାଇଛି। କେଉଁ ଜାଗାରେ ବାଂଲାଦେଶ ଅଛନ୍ତି ତାର ସମ୍ପୂର୍ଣ୍ଣ ଧାରାବାହିକ ରିପୋର୍ଟ ये भी ओडिशा राज्य सरकार मध्य प्रत्येक जिलापालଙ୍କୁ चिठी କରିଛନ୍ତି। भारत रक्षा मंच जिला कमिटी मान्यवर जिलापाल मानକୁ मागिଛନ୍ତି। आगामी दिन में जिलापाल महोदय कहते ये चिन्हट करी ता रिपोर्ट देवे। तापर आगामी आमर भारत रक्षा मंचर जो नूतन जिला कार्यकारिणी हम तो से जिला कार्यकारिणी नेतृत्व में ये संघर्ष जारी रहिबो। आगे भगवाधारी हो गया संघर्ष जारी। तेणु आगामी दिन में पुरी बड़दाण्डु ये आह्वान दिज्व आम समस्ते जदि पुरी प्रशासन रक्षा मंच दाण्ड को आसब निश्चित लड़ई हे। हिंदू शस्त्र धरब
ହିନ୍ଦୁ ଆକ୍ରମଣ କରିବ ନାହିଁ, ଶାନ୍ତି ଉପାୟରେ କରିବ, ଦରକାର ବେଳେ ହିନ୍ଦୁ ଶସ୍ତ୍ର ଧରିବ। ଇଏ ହେଉଛି ଭାରତ ରକ୍ଷା ମଞ୍ଚର ଆହ୍ୱାନ।